କଥାରେ ଅଛି ଯେ ଯେମିତି କର୍ମ କରେ ସେ ସେମିତି ଫଳ ପାଏ। ଆଉ ଜାଣିଛନ୍ତି ମୁଁ ବି ଭଲ କର୍ମ କରିଛି, ସେଥିପାଇଁ ମତେ ଭଲ ଫଳଟେ ମିଳିଛି ପରା। ଫଳଟା ପୁଣି ଏମିତି ସେମିତି ଫଳ ନୁହଁ ବା, ସେଉ ନୁହଁ କି ବେଦନା ନୁହଁ କି ଅଙ୍ଗୁର ନୁହଁ କି ପିଜୁଳି ନୁହଁ, ସିଏ ହଉଛନ୍ତି ମୋର ଗୁଲୁଗୁଲି ପତିଦେବ। ଆଜି ମତେ ବାବୁ ନେଇକି ଯାଉଥିଲେ ଆମ ଜଗତସିଂହପୁର ପ୍ରସିଦ୍ଧ ମା ଶାରଳା ପୀଠ। ଆଚ୍ଛା, କମେଣ୍ଟ ସେକ୍ସନରେ ମତେ ଜଣାନ୍ତୁ ଆପଣମାନେ କିଏ ସବୁ ଶାରଳା ପୀଠ ଆସିଛନ୍ତି ନା ନାହିଁ। କିନ୍ତୁ କାଷ୍ଟା ଥିଲା ସେଥିପାଇଁ କି ଆମେ ଯାଇପାରିନଥିଲୁ, କିଛି କାମ ଥିଲା। ତାପର ଦିନ ମୁଁ ବାହାରି ଯାଇଥିଲି ବାବୁଙ୍କ ସହିତ ମା ଶାରଳା ପୀଠ। ଆଚ୍ଛା ସାଙ୍ଗମାନେ, ମୁଁ କିନ୍ତୁ ଜାଣିନଥିଲି ମା ଶାରଳା ମା ହଉଛନ୍ତି ଆମର ସତ୍ୟଯୁଗର ଠାକୁରାଣୀ। ଆଉ ସେଠି ପହଞ୍ଚିଲା ପରେ ଭାଇନା ଜଣେ କହୁଥିଲେ କି ମା ହଉଛନ୍ତି ସତ୍ୟଯୁଗର ଠାକୁରାଣୀ ଆଉ ପ୍ରଭୁ ଜଗନ୍ନାଥ ହଉଛନ୍ତି କଳିଯୁଗର। କହିବାକୁ ଗଲେ ସାଙ୍ଗମାନେ କେତେ କଣ ଜିନିଷ ଅଛି ଯୋଉଟା କି ଆମେ ମାନେ ଜାଣିନଥିବା। ତାପରେ ମନ୍ଦିରରେ ଏତେ ସାରା ଭଲ ପାଇବା ମିଳିଲା, ବହୁତ ଜଣ ଆମ ସହିତ ଦେଖାହେଲେ, ଫଟୋ ମଧ୍ୟ ଉଠେଇଲେ। ଆଉ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛି, କାହିଁକି ନା ଆପଣ ମାନଙ୍କ ପାଇଁ ଆମେ ଆଜି ଏଇଠି। ଦୁନିଆରେ ଧନ ସମ୍ପତ୍ତି ଏଗୁଡ଼ା କିଛି ଦରକାର ପଡେନି, କେବଳ ଆପଣ ମାନଙ୍କର ଭଲ ପାଇବା ଆମ ସାଙ୍ଗରେ ଥିଲେ ସବୁ କିଛି ଅଛି। ଆଉ ସତରେ ସାଙ୍ଗମାନେ ଭାଇନାଙ୍କର ମୋର ତ ହଉଛି ପୁରା ଭଲ ପାଇବା କାଙ୍ଗାଳ। ଆଉ ଆପଣ ମାନେ ଆମକୁ ଏତେ ସାରା ଭଲ ପାଇବା ଦଉଛନ୍ତି କି ଆମେ ଆପଣ ମାନଙ୍କ ଋଣ ବି କେବେ ସୁଝି ପାରିବୁନି। ଗୋଟେ ପରିବାର ପରିକା ଆପଣମାନଙ୍କ ସହିତ ଆମର ଗୋଟେ ସମ୍ପର୍କ ଯୋଡି ହେଇଗଲାଣି। ଆଉ ଆଶା କରୁଛି ଆପଣମାନେ ଆମ ସାଙ୍ଗରେ ଏମିତି ସବୁବେଳେ ରହିବେ। ନମସ୍କାର।